ଜଗନ୍ନାଥ ସାଙ୍ଗମାନେ ଆପଣମାନଙ୍କୁ ମୁଁ ମିନି ବ୍ଲଗକୁ ସ୍ୱାଗତ ଜଣାଉଛି। ସକାଳ ଖିଆପିଆ ସାରି ସାରିଲା ପରେ ଏଠି ଆସିଥିଲି ମାଆଙ୍କ ପାଇଁ ଟିକେ ଭଜା ବନେଇବା ପାଇଁ, କାରଣ ମାଆ ଖାଇବେ ପୁରା ପଖାଳ। ଏଠି ଭଜା ବନେଇଲା ବେଳକୁ ଗୋଟେ ଇନସିଡେଣ୍ଟ ହେଇଗଲା। ଦେଖନ୍ତୁ ବାପ ମଣିଷ ବଞ୍ଚିଗଲା, କାରଣ ତେଲ ଛିଟକିଥିଲେ କ'ଣ ହେଇଥାନ୍ତା କହିଲେ? ଛାଡ଼ନ୍ତୁ, ଯାହା ହେବାର ଥିବ ଯେଉଁଦିନ ହେଇଯିବ, କିନ୍ତୁ ସେଇଟା କେହି କହିପାରିବେନି। ଏଠି ମୁଁ ବନେଇଥିଲି କୋବି ଭଜା। ମାଆଙ୍କୁ ଟିକେ ଆଳୁ ପସନ୍ଦ ନାହିଁ, ତେଣୁ କୋବିରେ ଆଳୁ ପକାଇ ନଥିଲି, କୋବି ଭଜା କରିଦେଇଥିଲି, ବସେଇ ଦେଇଛି। ଏଠି ମୁଁ ଜେଜେବାପା ଆଉ ନାତୁଣୀର ଟିକେ ଗୋଟେ କ୍ଲିପ୍ ନେଇଯାଇଛି, ସେମାନେ କେମିତି ଖେଳୁଛନ୍ତି ସକାଳୁ ସକାଳୁ। ଆ ଭିତରେ ମୋ ଭଜା ବି ରେଡ଼ି ହେଇଯାଇଛି। ବେଳାର ଖାଇବାରେ ଥିଲା ଭାତ, ଡାଲି, ବିନ୍ ଭଜା, କୋବି ଭଜା, କର୍ନ ଭଜା, ଶାଗ, ଆଳୁ ଭର୍ତ୍ତା ଆଉ ଟମାଟୋ ଖଟନା, ଆଉ ଟିକେ ପୋଡ଼ାପୋଡ଼ି, ଯେଉଁଟା ବାଇଗଣ ଆଉ ଟମାଟୋର ପୋଡ଼ାପୋଡ଼ି ହେଇଥିଲା। ଆଉ ଟିକେ ଧନିଆ ପତ୍ର ଜଗି ଦେଇଥିଲି। ମୁଁ ଟିକେ ପଖାଳ ଖାଇ ଦେଇଥିଲି। ଆଉ ତ୍ରିଶୁ ସେମାନେ ଦୁଇ ଜଣ ଯାକ ଏକାବେଳେ ଖାଆନ୍ତି, ଆଉ ମାଆ ଟିକେ ଶୀଘ୍ର ଖାଆନ୍ତି। ଆମ ଯେଉଁଦିନ ଆମେ ଟିକେ ଶୀଘ୍ର ଖାଉ ସେ ଆମ ସହିତ ଖାଆନ୍ତି, ନହେଲେ ଆମେ ଟିକେ ଡେରିରେ ଖାଉ, ମାନେ 2ଟା ପାଖାପାଖି ଖାଉ, ସେଇଥିପାଇଁ ସେ ଆମ ସହିତ ଖାଆନ୍ତିନି। ଏଠି ଖାଇକି ଶୋଇକି ଉଠି ସାରିଲା ପରେ ଟିକେ ରୋଷେଇ ଘରକୁ ଆସିଥିଲି ଟିକେ ଚା ବସିବା ପାଇଁ, କାରଣ ସମସ୍ତେ ଟିକେ ଚା ପାଣି ପିଇବେ। ସମସ୍ତେ ମିଶିକି ବି ମଧ୍ୟ ଆମେ ସନ୍ଧ୍ୟାବେଳେ ଚା ପିଇଥାଉ, କାରଣ ସମସ୍ତଙ୍କର ଟିକେ ଚା ପ୍ରିୟ ଥାଏ। ଆଉ ମୋର ବି ମଧ୍ୟ ଶୋଇକି ଉଠିଲା ପରେ ଚା ଟିକେ ଦରକାର ପଡ଼ୁଛି, କାରଣ ଅଭ୍ୟାସରେ ପଡ଼ିଗଲେଣି। ଆଉ ବାପାଙ୍କର ଟିକେ ଚାରେ ବିସ୍କୁଟ ଦରକାର, ମାଆଙ୍କର ଟିକେ ମୁଢ଼ି ସେଉ, ବାସ୍ ସେତିକି। ଆଉ ଆମେ ବି ମଧ୍ୟ ସେଇ ସେଉ ଫେଉ ଟିକେ ପକେଇକି ଚା ବି ଦେଉ। ଏଠି ସମସ୍ତେ ଚା ପିଇକି ସନ୍ଧ୍ୟାବେଳେ ଟିଭି ଦେଖୁଛନ୍ତି। ଆମର ତ ଟିଭି ଦେଖିବା ଅଭ୍ୟାସ ନାହିଁ, କାରଣ ହବିର ମୋର 2 ଜଣ ଯାକର କାର ନାହିଁ। ମୁଁ ଯେବେଳେ ବହୁତ ଟିଭି ଦେଖେ, ଏତେ ଟିଭି ଦେଖେ ମାନେ ସିଆର ପିଲାର ବହୁତ ଦେଖେ, କିନ୍ତୁ ଏବେ ମୋବାଇଲରେ ସମୟ ବିତି ଯାଉଛି। କହିଲି ଟିକେ ମୋତେ ଗେଲ କରିଦେଉଛି, ସେ ଗେଲ କରିଦେଉଛି। ରହୁଛି, ଦେଖା ହବ ନେକ୍ସଟ ବ୍ଲଗରେ।